ଭଲ ହେଇଯାଉ। ଜଗନ୍ନାଥ ଭଲ କରିଦିଅନ୍ତୁ, ଲିଙ୍ଗରାଜ ଭଲ କରିଦିଅନ୍ତୁ। ରାଣୀଙ୍କ ଦୁଃଖ ସହି ପାରିଲେନି ସୁର, ଦୌଡ଼ି ପଳାଇଲେ ରାଣୀଙ୍କ ପାଖକୁ। ଯାହାଙ୍କୁ ଦିନେ ରାଣୀ ସୁର ଭାଇ ବୋଲି ସମ୍ବୋଧନ କରୁଥିଲେ ଆଉ ହାତରେ ରାକ୍ଷୀ ବାନ୍ଧିଥିଲେ, ଆଜି ସେଇ ସୁର ଭାଇ ରାଣୀଙ୍କ ବିପଦ ସମୟରେ ପାଖରେ ଛିଡ଼ା ହୋଇଛନ୍ତି ଆଉ ଭାଇ ହେବାର କର୍ତ୍ତବ୍ୟ କରିଛନ୍ତି। ଯେତେବେଳେ ନିଜ ଲୋକ ସାଥ ଛାଡ଼ି ଦେଇଛନ୍ତି, ସେହି ସମୟରେ ପୂର୍ବତନ ବିଧାୟକ ସୁରେଶ ରାଉତରାୟ ରାଣୀଙ୍କ ପାଖରେ ଛିଡ଼ା ହୋଇଛନ୍ତି। ହଁ ଆଜ୍ଞା, ଯୋଉ ରାଣୀ ଲୋକଙ୍କ ଦୁଃଖ ଦେଖିଲେ ସହିପାରେନି, ନିଜର ସବୁ କାମ ଛାଡ଼ି ଲୋକଙ୍କ ପାଖକୁ ଦୌଡ଼ିଯାଏ ଆଉ ନିଜ ସକ୍ଷମ ଅନୁସାରେ ଗରିବଙ୍କୁ ସାହାଯ୍ୟ କରେ। ଯେଉଁ ଜାଗାରେ ସରକାର କି ପ୍ରଶାସନ ପକ୍ଷରୁ କୌଣସି ସହାୟତା ମିଳିପାରେନି, ସେଠି ଭଗବାନଙ୍କ ରୂପରେ ଗରିବଙ୍କ ପାଖରେ ପହଞ୍ଚି ଯାଆନ୍ତି ରାଣୀ ପଣ୍ଡା। ହେଲେ ଏବେ ଯେତେବେଳେ ରାଣୀ ବିଛଣାରେ ପଡ଼ିଛନ୍ତି, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି, ସେତେବେଳେ କୌଣସି ନିଜ ଲୋକ ରାଣୀଙ୍କର ପାଖରେ ନାହାନ୍ତି। ଯେତେବେଳେ ରାଣୀଙ୍କର ଦେହ ବହୁତ ଖରାପ ହୋଇଯାଇଛି, ଏପରିକି ତାଙ୍କର ଗୋଟେ ପଟ କାନର ଗିରି ଫାଟି ଯାଇଛି, ସେତେବେଳେ ରାଣୀଙ୍କୁ ସାହାରା ଦେବା ପାଇଁ ନିଜ ଲୋକ କେହି ପାଖରେ ନାହାନ୍ତି। ଆଉ ଠିକ୍ ସେହି ସମୟରେ ଜଣେ ବଡ଼ ଭାଇ ହିସାବର କର୍ତ୍ତବ୍ୟ କରିଛନ୍ତି ସୁର। ରାଣୀ ବିଶ୍ରାମ କରୁଥିବା ସମୟରେ ତାଙ୍କ ଘରକୁ ଯାଇଛନ୍ତି। ଭଲ ମନ୍ଦ ପଚାରି ବୁଝିବା ସହ ରାଣୀଙ୍କ ମୁଣ୍ଡ ଆଉଁସି ଦେଇଛନ୍ତି ଆଉ ଖୁବ୍ ଶୀଘ୍ର ତାଙ୍କ ସୁସ୍ଥତା କାମନା କରିଛନ୍ତି ସୁର।